ସମସ୍ତଙ୍କୁ ସ୍ୱାଗତ ଜଣାଇ ଆଜି ଉତ୍କର୍ଷ ଓଡ଼ିଆ କାର୍ଯ୍ୟକ୍ରମରେ କାର୍ଯ୍ୟପତ୍ରିକା 33 ବିଷୟରେ ଆଲୋଚନା କରିବା। ଏଥିରେ କିଛି ଶବ୍ଦ ଦେଇଛି, ସେ ଶବ୍ଦ ଗୁଡ଼ିକୁ ଆମେ ପ୍ରଥମେ ପଢ଼ିବା। ଭଲ ଭାବେ ପଢ଼ିକିନା ତାକୁ ପ୍ରଶ୍ନ ନମ୍ବର 1ରେ ପୁଣି ଥରେ ଲେଖିବା। ସେ ଶବ୍ଦ ଗୁଡ଼ିକ ହେଲା ଧୂଳିଆ, ଦୟାଳୁ, ସର୍ବଦା, ବେଠିଆ, ଗାଈଆଳ, ଦୀପାଳି, ଶଙ୍ଖାରୀ, ଝଙ୍କାଳିଆ, ଘଣ୍ଟି, ଡାକ୍ତରୀ, ଚଇତି, କଟକିଆ, ମିଛୁଆ, ପାନରା, ଜିଦଖୋର, ଜମିବାଲା, ପାଣିଚିଆ, ଟାଣପଣ, ଡରକୁଳା ଓ ଗୁଣବନ୍ତ। ତାପରେ ଆମେ ଯିବା ପ୍ରଶ୍ନ ନମ୍ବର 2କୁ। ପ୍ରଶ୍ନ ନମ୍ବର 2, ଏହି ଶବ୍ଦ ଗୁଡ଼ିକ କିପରି ତିଆରି ହୋଇଛି ଲେଖିବା। ଯେପରି ଧୂଳିଯୁକ୍ତ ଧୂଳିଆ, ସେଭଳି ଆମେ ଅନ୍ୟ ଶବ୍ଦ ଲେଖିବା। ଦୟାଳୁ, ଦୟାଯୁକ୍ତ ଆଳୁ, ଦୟାଳୁ। ସର୍ବଦା, ସର୍ବଯୁକ୍ତ ଦା। ବେଠିଆ, ବେଠିଯୁକ୍ତ ଆ। ଗାଈଆଳ, ଗାଈଯୁକ୍ତ ଆଳ। ଦୀପାଳି, ଦୀପଯୁକ୍ତ ଆଳ। ଶଙ୍ଖାରୀ, ଶଙ୍ଖଯୁକ୍ତ ଆରି। ଝଙ୍କାଳିଆ, ଝଙ୍କାଯୁକ୍ତ ଆଳିଆ। ଘଣ୍ଟି, ଘଣ୍ଟଯୁକ୍ତ ଇ। ଡାକ୍ତରୀ, ଡାକ୍ତରଯୁକ୍ତ ଇ। ଚଇତି, ଚଇତଯୁକ୍ତ ଇ। କଟକିଆ, କଟକଯୁକ୍ତ ଇଆ। ମିଛୁଆ, ମିଛଯୁକ୍ତ ଉଆ। ତାପରେ ପରବର୍ତ୍ତୀ ଶବ୍ଦ ପାନରା, ପାନଯୁକ୍ତ ରା। ଜିଦଖୋର, ଜିଦଯୁକ୍ତ ଖୋର। ଜମିବାଲା, ଜମିଯୁକ୍ତ ବାଲା। ପାଣିଚିଆ, ପାଣିଯୁକ୍ତ ଚିଆ। ଟାଣପଣ, ଟାଣଯୁକ୍ତ ପଣ। ଡରକୁଳା, ଡରଯୁକ୍ତ କୁଳା ଏବଂ ଗୁଣବନ୍ତ, ଗୁଣଯୁକ୍ତ ବନ୍ତ। ପରବର୍ତ୍ତୀ ପ୍ରଶ୍ନ ନମ୍ବର 3, ଶୂନ୍ୟସ୍ଥାନରେ ଠିକ୍ ପ୍ରତ୍ୟୟ ଲଗାଇବା। ନିଶାଯୁକ୍ତ ଖୋର, ନିଶାଖୋର। ଘରଯୁକ୍ତ ବାଲା, ଘରବାଲା। ସହରଯୁକ୍ତ ଇଆ, ସହରିଆ। ଶାଗଯୁକ୍ତ ଉଆ, ଶାଗୁଆ। ଥାଳିଯୁକ୍ତ ଇଆ, ଥାଳିଆ। ଚଇତ ଯୁକ୍ତ ଆଳି, ଚୈତାଳି। ରୂପା ଯୁକ୍ତ ଏଲି, ରୂପେଲି।